ଓମ୍ ସୂର୍ଯ୍ୟଦେବାୟ ନମଃ। ଆଜିର ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ତ ସମ୍ପୂର୍ଣ୍ଣ ଭିଡ଼ିଓଟି ଆରମ୍ଭ କରିବା ଆଗରୁ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ନିହାତି ଭାବେ ସବସ୍କ୍ରାଇବ୍ କରିଦିଅନ୍ତୁ ସାଙ୍ଗମାନେ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ନୂଆ ଭିଡ଼ିଓଟି। ଏହା ଭିଡ଼ିଓଟି ଆପଣମାନଙ୍କ ପାଇଁକା ନିହାତି ଜରୁରୀ ଅଟେ। ଯଦି ଆପଣଙ୍କ ବ୍ୟବସାୟ କ୍ଷେତ୍ର ହେଉ କିମ୍ବା ଘରେ କି କୌଣସି କାରଣରୁ ଧନହାନି ହେଉଛି, ଅଯଥା ଖର୍ଚ୍ଚ ହେଉଛି, ଯାହା ବି ସଞ୍ଚିବାକୁ ଚାହୁଁଛନ୍ତି ତାହା ସଞ୍ଚି ପାରୁନାହାନ୍ତି, କିଛି ନା କିଛି ଅସୁବିଧା ଘରେ ଲାଗି ରହୁଛି, କଳହ ଲାଗି ରହୁଛି, ନିଜର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇକି ଚିନ୍ତିତ ରହୁଛନ୍ତି, ସବୁବେଳେ ମାନସିକ ଦୁଶ୍ଚିନ୍ତା ପଶି ରହୁଛି, ତାହା ଆପଣଙ୍କୁ ଠିକ୍ କରିପାରିବ ଏହି ଭିଡ଼ିଓ ମାଧ୍ୟମରେ। ଯଦି ଆପଣ ବିଶ୍ୱାସ କରନ୍ତି ଆଉ ଏହି ବାଟରେ ଚାଲନ୍ତି, ତ ଚାଲନ୍ତୁ ସାଙ୍ଗମାନେ ଜାଣିବା କ'ଣ ସେ ବାଟ, କ'ଣ ସେ ପ୍ରତିକାରକ। ଆପଣ କୌଣସି ଏକ ପୂଜା ଦୋକାନକୁ ଯାଇକି ଏହି ଫଟୋରେ ଥିବା ଏହିପରି ସୂର୍ଯ୍ୟ ଦେବତାଙ୍କ ତମ୍ବାର ସୂର୍ଯ୍ୟ ମୂର୍ତ୍ତି କିମ୍ବା ଫଟୋ ମାଗିପାରିବେ। ତାକୁ ଆଣି ଆପଣ ଘରେ କୌଣସି ଏକ ରବିବାର ଦିନ ଏହାକୁ ଶୁଦ୍ଧ କରି ଗଙ୍ଗାଜଳ, ଚନ୍ଦନ, ସିନ୍ଦୁର ଲଗେଇ ଏହାକୁ ଶୁଦ୍ଧ କରି ପୂଜା ପାଠ ବିଧିରେ ଶୁଦ୍ଧ କରି, ଯଦି ଆପଣ ଐଶ୍ୱନ୍ୟ କଣ କିମ୍ବା ଆପଣଙ୍କ ମୁଖ୍ୟ ଦ୍ୱାରରେ କିମ୍ବା ପୂର୍ବ ଦିଗ, ଏହି ତିନୋଟି ଜାଗାରେ ଯଦି ଆପଣ ଟାଙ୍ଗି ଦିଅନ୍ତି, ଦେଖିବେ ଆପଣଙ୍କର ଜୀବନ ଶୈଳୀ ଧୀରେ ଧୀରେ ବଦଳିବାକୁ ଲାଗିବ। ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହା ଲେଖା ଅଛି। ସୂର୍ଯ୍ୟଙ୍କୁ ଟାଙ୍ଗିଲା ବେଳେ ଆପଣ ସୂର୍ଯ୍ୟଦେବାୟ ନମଃ କହି ଟାଙ୍ଗନ୍ତୁ। ଯଦି ଆପଣ କୌଣସି ନିବେଶ କରିଛନ୍ତି, କୌଣସି ପୁଞ୍ଜି ଲଗେଇଛନ୍ତି, କୌଣସି ଜାଗାରେ ଆପଣଙ୍କର ସେ ପୁଞ୍ଜି ଫେରସ୍ତ ହୋଇପାରୁନାହିଁ, ଏହା ଲଗାଇବା ମାତ୍ରେ ଧୀରେ ଧୀରେ ଯେତିକ ପୁଞ୍ଜି ନିବେଶ ଆପଣଙ୍କ ପାଖକୁ ଫେରି ଆସିବ। ଆଉ ଗୋଟେ କଥା ରହିଲା ସାଙ୍ଗମାନେ, ଏହାକୁ ଲଗେଇଲେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି, ତା ସହିତ ସୂର୍ଯ୍ୟ ଦେବତା ମଧ୍ୟ ଆପଣଙ୍କ ଘର ଉପରେ ସଦାସର୍ବଦା ଆଶୀର୍ବାଦ କରନ୍ତି। ଏହା ଦେଖନ୍ତୁ, ପ୍ରତ୍ୟେକ ରବିବାର ଏହା କରନ୍ତୁ। ଏହାକୁ କଲେ ଭଲ, ହେଲେ ପ୍ରତ୍ୟେକ ରବିବାର ଦିନ ଆପଣମାନଙ୍କୁ ଆମିଷ ଦ୍ରବ୍ୟ ଘରକୁ ଆଣିବେ ନାହିଁ କି ଆମିଷ ଦ୍ରବ୍ୟ ଭୋଜନ କରିବେ ନାହିଁ। ଏହା ଯଦି ଆପଣମାନେ କରିବେ, ନିହାତି ଆପଣମାନଙ୍କ ପାଇଁ ମଙ୍ଗଳ ହେବ। ଯଦି ଭିଡ଼ିଓଟି ଭଲ ଲାଗୁଛି, ସବସ୍କ୍ରାଇବ୍, ସେୟାର, ଲାଇକ୍